शुभ सोमवार। आशा करुछि भगवानଙ୍କ कृपाରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଶୁଣିବା ଆଜି 16 ସୋମବାର ବ୍ରତର ନିୟମ। ଶ୍ରାବଣ ମାସରେ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ? ଶ୍ରାବଣ ମାସରେ କେଉଁ 7ଟି ଜିନିଷ କରିବା ମନା? ଯଦି ସମୟ ମିଳିବ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। 16 ସୋମବାରର ବ୍ରତ ଶ୍ରାବଣ ମାସ ସହିତ ମାର୍ଗଶିର ଏବଂ ବୈଶାଖ ମାସର ପ୍ରଥମ ସୋମବାରରୁ ଆରମ୍ଭ କରିପାରିବେ। 16 ସୋମବାରର ପୂଜା ଦିନର ତୃତୀୟ ପ୍ରହର ମାନେ ଦିନ 4ଟାରୁ ଆଖପାଖ ସମୟରେ ଆରମ୍ଭ କରିବା ଉଚିତ। ସୂର୍ଯ୍ୟ ଅସ୍ତ ପୂର୍ବରୁ ପୂଜା ସମାପ୍ତ ହେବା ଉଚିତ। ଏହିପରି ପୂଜା କରିବା ଫଳଦାୟକ ହୋଇଥାଏ। ସବୁ ବୟସର ଏବଂ ସବୁ ବର୍ଗର ମନୁଷ୍ୟ ଏହି ବ୍ରତକୁ କରିପାରିବେ। କିନ୍ତୁ କଠିନ ନିୟମ ହୋଇଥିବାରୁ ଏହି ବ୍ରତକୁ ସେହିମାନେ କରିପାରିବେ ଯାହା ପାଖରେ ସେତିକି କ୍ଷମତା ଥିବ। ଯେଉଁ ପର୍ଯ୍ୟନ୍ତ ଏହି ବ୍ରତ ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ମାଂସାହାର ନିଷେଧ ହୋଇଥାଏ। ଏହି ବ୍ରତରେ ଆମିଷ ଖାଇପାରିବେ ନାହିଁ। 16 ସୋମବାର ବ୍ରତ ବହୁତ କଠିନ ହୋଇଥାଏ। ବିବାହିତ ମହିଳାମାନେ ପତିଙ୍କର ଦୀର୍ଘାୟୁ ନିମନ୍ତେ, ସନ୍ତାନ ପ୍ରାପ୍ତି ନିମନ୍ତେ, ଝିଅମାନେ ଉତ୍ତମ ବର ପ୍ରାପ୍ତି ନିମନ୍ତେ ଏହି ବ୍ରତ କରିଥାନ୍ତି। 16 ସୋମବାର ବ୍ରତରେ ବ୍ରହ୍ମଚାର୍ଯ୍ୟ ନିୟମ ପାଳନ କରିବା ନିହାତି ଆବଶ୍ୟକ। ଚାଲନ୍ତୁ ଏବେ ଶୁଣିବା ଶ୍ରାବଣ ମାସରେ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ। ରୁଦ୍ରାକ୍ଷ। ଧାର୍ମିକ ମାନ୍ୟତା ଅନୁସାରେ ରୁଦ୍ରାକ୍ଷର ଉତ୍ପତ୍ତି ମହାଦେବଙ୍କ ଲୁହରୁ ହୋଇଛି। ଏଥିପାଇଁ ରୁଦ୍ରାକ୍ଷ କିଣିକରି ଘରକୁ ଆଣିଲେ ଜୀବନରେ ଉନ୍ନତି ଏବଂ ମନ ଶାନ୍ତ ରହିଥାଏ। ଚାନ୍ଦିର କଡ଼ା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ଚାନ୍ଦିର କଡ଼ା କିଣିବା ବହୁତ ଶୁଭ ହୋଇଥାଏ। ଧାର୍ମିକ ମାନ୍ୟତା ଅଛି କି ଶ୍ରାବଣ ମାସରେ ଚାନ୍ଦିର କଡ଼ା କିଣିଲେ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ। ଚାନ୍ଦିର ଡବା। ଧାର୍ମିକ ଶାସ୍ତ୍ର ଅନୁସାରେ ଘରେ ଭସ୍ମ ରଖିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ। ଗୋଟେ ଚାନ୍ଦିର ଡବାରେ ଭସ୍ମ ରଖି ନିଅନ୍ତୁ ଏବଂ ପୂଜା କରିବା ସମୟରେ ମସ୍ତକରେ ଲଗାନ୍ତୁ। ତ୍ରିଶୂଳ। ଏହା 3 ଦେବ ଏବଂ 3 ଲୋକର ପ୍ରତୀକ ହୋଇଥାଏ। ଶ୍ରାବଣ ମାସରେ ଚାନ୍ଦିର ତ୍ରିଶୂଳ ଆଣିକି ଘରେ ରଖିବା ଦ୍ୱାରା ବର୍ଷ ସାରା ବିପଦରୁ ରକ୍ଷା ହୋଇଥାଏ। ଡମ୍ବରୁ। ଶ୍ରାବଣ ମାସରେ ମହାଦେବଙ୍କ ସ୍ମୃତି କରିବା ଅତ୍ୟନ୍ତ ଫଳଦାୟକ ହୋଇଥାଏ। ମହାଦେବଙ୍କ ପୂଜାରେ ଡମ୍ବରୁ ବଜାଇବା ଦ୍ୱାରା ପ୍ରଭୁ ଅତ୍ୟନ୍ତ ଖୁସି ହେବା ସହିତ ଭକ୍ତଙ୍କର ସବୁ ଇଚ୍ଛାକୁ ପୂରା କରିଥାନ୍ତି। ଶ୍ରାବଣ ମାସରେ ଏହା ସବୁ କରିବା ଦ୍ୱାରା ମଙ୍ଗଳ ଏବଂ ଶୁଭ ହୋଇଥାଏ। ଚାଲନ୍ତୁ ଏବେ ଶୁଣିବା ଶ୍ରାବଣ ମାସରେ କେଉଁ 7ଟି କାମ କରିବା ମନା। ଶ୍ରାବଣ ମାସରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ, ଯଥା ବିବାହ, ବ୍ରତ, ଗୃହ ପ୍ରବେଶ ଇତ୍ୟାଦି। ଶ୍ରାବଣ ମାସରେ ମାଂସ, ପିଆଜ, ରସୁଣ ଏବଂ କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହି ମାସରେ ଶରୀରରେ ତେଲ ମାଲିସ କରନ୍ତୁ ନାହିଁ। ଶ୍ରାବଣ ମାସରେ ଯଦି ଆପଣଙ୍କ ଦ୍ୱାରକୁ କେହି ବି ଆସୁଛନ୍ତି, ଯେପରି ଗାଈ, ଷଣ୍ଢ, ବଳଦ ଇତ୍ୟାଦି, ତେବେ କେବେ ହେଲେ ଘଉଡ଼ାନ୍ତୁ ନାହିଁ। ଏହି ମାସରେ ମଧ୍ୟାହ୍ନ ସମୟରେ ନିଦ୍ରାରେ ଶୟନ କରନ୍ତୁ ନାହିଁ। ଶ୍ରାବଣ ମାସରେ ଦାଢ଼ି, କେଶ, ନଖ ଆଦି କାଟନ୍ତୁ ନାହିଁ। ଏହି ମାସରେ କଂସା ବାସନରେ ଭୋଜନ କରନ୍ତୁ ନାହିଁ। ମହାଦେବଙ୍କୁ ତୁଳସୀ ପତ୍ର ଚଢ଼ାନ୍ତୁ ନାହିଁ। ଏହି ଶ୍ରାବଣ ମାସ ପାଇଁ ଶିବ ଭକ୍ତମାନେ ବର୍ଷକୁ ବର୍ଷ ଅନାଇ ରହିଥାନ୍ତି।
ଏହି ମାସରେ ମହାଦେବ ଏବଂ ମାତା ପାର୍ବତୀଙ୍କର ବିଶେଷ ପୂଜା ଅର୍ଚ୍ଚନା କରିବା ସହିତ ସୋମବାର ବ୍ରତ ବି କରାଯାଏ। ଧାର୍ମିକ ମାନ୍ୟତା ଅଛି କି ସୋମବାର ବ୍ରତ କରି ମହାଦେବଙ୍କ ପୂଜା କରିବା ଦ୍ୱାରା ଭକ୍ତଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ସଂସାରରେ ସବୁ ଦେବୀ ଦେବତାଙ୍କ ଉତ୍ପତ୍ତି ଦର୍ଶାଯାଇଅଛି, କିନ୍ତୁ ମହାଦେବଙ୍କ ଏକମାତ୍ର ଏପରି ଭଗବାନ ଯାହାଙ୍କୁ ଅନାଦିର ମାନ୍ୟତା ଅଛି, ଅର୍ଥାତ୍ ଯିଏ ସର୍ବଦା ଥିଲେ, ଯାହାଙ୍କ ଜନ୍ମର କୌଣସି ତିଥି ନାହିଁ, ଯାହାଙ୍କ କେହି ମାତା ପିତା ନାହାନ୍ତି। ସଂସାରର କୌଣସି ଧର୍ମ, କୌଣସି ଗ୍ରନ୍ଥ ଏବଂ ପୁରାଣରେ ମହାଦେବଙ୍କ ଜନ୍ମ ବା ଉତ୍ପତ୍ତିର ପ୍ରମାଣ ନାହିଁ। ମହାଦେବଙ୍କ ଏକ ଏପରି ଶକ୍ତି ଯାହାଙ୍କର କୌଣସି ସୀମା ନାହିଁ, ସେ ହେଲେ ଅନନ୍ତ। ଯଦି ଜଗତରେ ସବୁ କାର୍ଯ୍ୟ ମଣିଷ ଦ୍ୱାରା ସମ୍ଭବ ହୁଅନ୍ତା, ତେବେ ଭଗବାନଙ୍କର ଅସ୍ତିତ୍ୱ ହିଁ ନଥାନ୍ତା। ଯେଉଁଠି ମଣିଷର ସବୁ ଚେଷ୍ଟାର ଅନ୍ତ ହୁଏ, ସେଇଠୁ ଭଗବାନଙ୍କର ଅର୍ଥାତ୍ ଈଶ୍ୱରଙ୍କର କାର୍ଯ୍ୟ ଆରମ୍ଭ ହୋଇଥାଏ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରନ୍ତୁ, କାହିଁକି ନା ମୁଁ ଯେତେବେଳେ ବି ଭିଡ଼ିଓ ଅପଲୋଡ଼ କରିବି, ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି, ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।